ବର୍ଷା ଓ ପବନର ଗତି ବୃଦ୍ଧି ପାଇବାରେ ଲାଗିଛି। ସମସ୍ତେ କହୁଛନ୍ତି ଅଣଚାଷ ପବନ ବହିବ, ସିଂହଦ୍ୱାରରେ ମୀନ ଖେଳିବେ, ସଂସାର ଧ୍ୱଂସ ହେବ, ପ୍ରଳୟ ଆସୁଛି ପ୍ରଳୟ। କୁଡ଼ିଆ ଭିତରେ ଛୁଆ ତିନିଟାକୁ ଧରି ସଜନୀ ସେମିତି ବସି ରହିଛି। ଫୁଙ୍ଗୁଳା ଦେହରେ ଗୋଟେ ଗୋଟେ ଛିଣ୍ଡା ଚାଦର ଘୋଡ଼େଇ ହୋଇ ସମସ୍ତେ ବସିଛନ୍ତି। ମୁଣ୍ଡ ଉପରେ ଗୋଟେ ପଲିଥିନ୍ ଘୋଡ଼େଇ ହୋଇ ଛୁଆ ଓ ମା ବସିଛନ୍ତି। ପାଣି ଯେଉଁଠି ଗଳୁଛି ସେଠି ଗୋଟେ ଗୋଟେ ଭଙ୍ଗା ଡେକ୍ଚି ଥୁଆ ହୋଇଛି। ସାଇଁ ସାଇଁ ପବନ ସାଙ୍ଗକୁ ବର୍ଷା ଚାଲିଛି। ମଝିରେ ମଝିରେ ଘନ ଘନ ବଜ୍ରପାତ ହେଉଛି। ପିଲାମାନେ କାନରେ ହାତ ଦେଇ ଦେଉଛନ୍ତି ଡରିକି। କାନରେ ହାତ ଦେବା ମାତ୍ରେ ମୁଣ୍ଡ ଉପରୁ ପଲିଥିନ୍ ଖସି ଯାଉଛି। ଘର ଭିତରେ ଅନ୍ଧକାର। ଝୁନି କୁନି ରୁନିକୁ ଧରି ବସିଛି ସଜନୀ। ଝୁନି ବଡ଼, କୁନି ମଝିଆ ଆଉ ରୁନି ସାନ। ଜଣକୁ 12, ଜଣକୁ 11, ଆଉ ଜଣେ 6 ବର୍ଷର। ଦ୍ୱିପ୍ରହରରେ ସମସ୍ତେ ଭାତ ଶାଗ ଭଜା ଖାଇଥିଲେ। ଆଉ ତାପରେ ଠିକ୍ 2ଟା ବେଳକୁ ବର୍ଷା ପବନ ଆରମ୍ଭ ହୋଇଛି ଯେ ବାହାରକୁ ବାହାରିବା କଷ୍ଟ। ସମସ୍ତେ କହୁଥିଲେ ଚାଲ ଆଶ୍ରୟସ୍ଥଳକୁ ଚାଲିଯିବା। ହେଲେ ସେଠିକି ଗଲେ ସମସ୍ତଙ୍କର ଟାହି ଟପରା ଆଉ ଜୁଳୁ ଜୁଳୁ କରି ଚାହିଁବା, ସେମାନଙ୍କଠାରୁ ଦୂରେଇ ବସିବା, ଦୂର ଦୂର ମାର ମାର କରିବା, ଏଭଳି ମାନସିକତାକୁ ସଜନୀ ପସନ୍ଦ କରେନି। ତେଣୁ ସେ କୌଣସି ଆଶ୍ରୟସ୍ଥଳକୁ ଯାଏନି କି ଛୁଆଙ୍କୁ ଛାଡ଼େନି। କୁହେ ଦିନେ ଜନ୍ମ ଦିନେ ମରଣ, ଏତେ ମରଣକୁ ଡର କି ପାଇଁ? ଯେତେବେଳେ ସଜନୀ ମୁଣ୍ଡରେ ପିତ ଚଢ଼ିଯାଏ ସେ ମନକୁ ମନ ବହେ ଗାଳି ଦିଏ। କୁହେ ଭଗବାନ ସମସ୍ତଙ୍କୁ ଗଢ଼ିଛନ୍ତି। ଛୁଆ କ'ଣ ଅଛୁଆଁ କ'ଣ, ଜାତି କ'ଣ ଅଜାତି କ'ଣ, ତୁମର ଧନ ଅଛି ଆମର ନାହିଁ, ନଥାଉ। ତା ବୋଲି ପାଖରେ ବସିଲେ ବି କହିବ ଏଇ ସିଆଡ଼େ ଘୁଞ୍ଚିକି ବସ, ଦେଖାଯାଉନି କିରେ? ଏକଥା କେହି କହିଲେ ସଜନୀ ଦେହରେ ନିଆଁ ଚରିଯାଏ। ପୁଣି ନିଜକୁ ବୁଝେଇ ଦିଏ ସିଏ। ସେମାନେ କୁଆଡ଼େ ସରକାରଙ୍କ ପୋଥିପତ୍ରରେ ଅଛୁଆଁ ବର୍ଗର। ଯଦି ଅଛୁଆଁ ବର୍ଗର ଆମେ ସରକାର ଆମ ପାଇଁ ଚାଉଳ ଘର ସବୁ ଦେଉଛନ୍ତି, ସକୁନି କିଏ ବଡ଼ ଲୋକ ଦେଖାଉଛ ତ ଗରିବ ପେଟରେ ଭାତ ଥାଳିରେ ଭାଗ କ'ଣ ପାଇଁ ବସଉଛ? ଗରିବଙ୍କ ପାଇଁ ଆସୁଥିବା କାମ କ'ଣ ପାଇଁ ମେସିନରେ କରାଉଛ? ଗରିବକୁ ମାରି ତାରି ରକ୍ତରେ ବଡ଼ ଲୋକ ହେଇଛ, ପୁଣି ପାଖକୁ ଗଲେ ଦୂର ଦୂର କରୁଛ। ହଇରେ ଅଳପଇ ସିଏ। ତୁମେ ଯେଉଁ କୋଠାରେ ରହୁଛ ସେଇ କୋଠା ଆମ ଝାଳ ବୁହା ପରିଶ୍ରମରେ ହୋଇଛି। ତାରି ଭିତରେ ଆମ ଛୁଆଙ୍କର ଗୁହମୂତ ପଡ଼ିଛି। ସେତେବେଳେ କହୁନ ଏ ଅଛୁଆ ଗୁଡ଼ାକ କ'ଣ ପାଇଁ କାମ କରିବେ? ସେଥିପାଇଁ ସେ ବର୍ଷା ପବନକୁ ଖାତିର ନ କରି କୁଡ଼ିଆ ଘରେ ପଡ଼ି ରହିଛି। ଗୋଟେ ଛୋଟ ବସ୍ତି, ଦିଘାର କୂଳରେ, ଭଙ୍ଗା ଇଟା ଓ ପଲିଥିନରେ ଗଢ଼ା, ୟୁକାଲିପଟାସ ଗଛ ତଳେ। ତାରି ଭଳି କେତେ କୁଡ଼ିଆ, କିଛି ଚାଲି ଯାଇଛନ୍ତି, କିଛି ସେମିତି କୁଡ଼ିଆର ମାଟିକୁ ଜାବୁଡ଼ି ଧରି ବଢ଼ିଛନ୍ତି। ଏ ବସ୍ତି ହେଉଛି ମଜନୁ ବସ୍ତି। ସମସ୍ତେ କୁହନ୍ତି ଏଇଟା ହେଉଛି ବଦନାମ ବସ୍ତି। ହଁ, ଏଇଟା ବଦନାମ ବସ୍ତି। ରାତି 4ରୁ ଏଠି ଲାଗେ ଗହଳ ଚହଳ। ଦେଶର କୋଣ ଅନୁକୋଣରୁ ଆସନ୍ତି ପର୍ଯ୍ୟଟକ। ସେମାନେ ଖୋଜି ବୁଲନ୍ତି ଏଇ ବଦନାମ ଗଳିର ରାଣୀମାନଙ୍କୁ। ଦେହର ଭୋକକୁ ମେଣ୍ଟାଇ ଚାଲିଯାଆନ୍ତି ସେମାନେ। ଆଉ ତା ବଦଳରେ ରୋଜଗାର ମିଳେ ବସ୍ତିର ଝିଅ ବୋହୂଙ୍କୁ। ସଜନୀ ବି ସେଇ ଭିତରେ ଜଣେ। ରାତି 4ରେ ଉଠି ଗାଧୋଇ ପାଧୋଇ ନିଜକୁ ସଜେଇ କେଉଁ ଦୋକାନ କଡ଼ରେ କି କେଉଁ ରାସ୍ତା ପାର୍ଶ୍ୱରେ ଛିଡ଼ା ହୁଏ। ପର୍ଯ୍ୟଟକଙ୍କୁ ଦେଖିଲେ ସେ ଜାଣିପାରେ କିଏ କେଉଁ ଧରଣର। ସେମାନଙ୍କ ଆଖିରୁ ପଢ଼ିନିଏ ତାଙ୍କ ମନର ଭାଷା। ଇସାରାରେ ସଙ୍କେତ ଦିଏ। କିଏ ମୁଲଚାଲ କରେ ତ କିଏ ମୁହଁ ଫେରେଇ ନେଇ ଆଉ କାହାକୁ ଦେଖେ। ମୁଲଚାଲ କରିବା ପରେ ସଜନୀ ଆଗେ ଆଗେ ଆଉ ଗ୍ରାହକକୁ ସାଥିରେ ନେଇ ବସ୍ତି ଭିତରେ ସର୍ଦ୍ଦାର କରିଥିବା ଘର ଭିତରେ ସମୁଦ୍ର ମନ୍ଥନରେ ଭାଗ ନିଏ। ଏଇଟା ତାର କାର୍ଯ୍ୟ। ଗ୍ରାହକ ତାର ଈଶ୍ୱର। ସମୁଦ୍ର ମନ୍ଥନରେ ମିଳୁଥିବା ରତ୍ନରୁ ଅଧା ସର୍ଦ୍ଦାର ଆଉ ଅଧା ସଜନୀର। ଏମିତି ଚାଲିଛି ଜୀବନ। ଯେଉଁଦିନ ସଜନୀକୁ ହେଲାଣି 14 ବର୍ଷ। ସେଇ 14 ବର୍ଷ ହିଁ ତା ପାଇଁ ଥିଲା ଅଭିଶପ୍ତ ଜୀବନର ଆରମ୍ଭ। ବିହାରର ଗୋଟେ ଗାଁ ସମସ୍ତିପୁର। ଘର ପରିବାର ମଧ୍ୟରେ ସଜନୀ ଥିଲା ସୁନ୍ଦରୀ। ସେ ସୁନ୍ଦରତା ତା ପାଇଁ ଥିଲା କାଳ। ଛେଳି ଚରାଚର ନିଜ ସମ୍ପର୍କୀୟ ଭାଇ ଭଲ ପାଇବା ନାମରେ ବାରମ୍ବାର କରିଥିଲା ତାକୁ ଦୁଷ୍କର୍ମ। ସେ ହୋଇଥିଲା ଅନ୍ତଃସତ୍ତ୍ୱା। କାହାକୁ ମୁହଁ ଦେଖେଇବ? ଟ୍ରେନରେ ବସି ରାତାରାତି ଆସିଥିଲେ ହାଓଡ଼ା ଷ୍ଟେସନ। ଆଉ ତାପରେ ଗୋଟେ ଲୋକ
କାମ ଦେବା ନାମରେ ମିଛ କହି ଘରକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲା ଆଉ ଶେଷରେ ତାକୁ ସର୍ଦ୍ଦାର ହାତରେ ବିକି ଦେଇଥିଲା। ସେଇଦିନ ସେ ହୋଇଗଲା ଭୋଗ୍ୟା, ଶହ ଶହ ପୁରୁଷର ଶଯ୍ୟା ସଙ୍ଗିନୀ। ସେଇ ରୋଜଗାରରେ ଚାଲିଲା ସଂସାର। ସର୍ଦ୍ଦାର ସ୍ତ୍ରୀ ବୁଝେଇ ଦେଇଥିଲା, ଏଠି ସବୁ ପୁରୁଷ ସମାନ, ସମସ୍ତେ ଚାହାନ୍ତି ଅନ୍ୟ ସ୍ତ୍ରୀର ସାନ୍ନିଧ୍ୟ। କେଉଁ ପୁରୁଷ ସାଧୁ ନୁହେଁ। ସୁଯୋଗ ପାଇଲେ ସମସ୍ତଙ୍କ ଦୃଷ୍ଟି ଥାଏ ନାରୀର ଦେହଟା ଉପରେ। ଏ ଦେହ ଭୋଗ୍ୟର ବସ୍ତୁ, କାହା ପାଇଁ ଚିନ୍ତା କରି ଲାଭ କ'ଣ? ନିଜେ କେମିତି ବଞ୍ଚିବୁ ସେ କଥା ଚିନ୍ତା କରେ। ନିଜକୁ ବହୁତ ବୁଝେଇଥିଲା ସଜନୀ, ଆଉ ଶେଷରେ ସେ ବଦନାମ ଗଳିରେ ଜଣେ ପାଲଟି ଯାଇଥିଲା। ସେଇଦିନ ଭୋକ କ'ଣ ଦୁଃଖ କ'ଣ ଜାଣିନି। କାଠ ପଥର ଭଳି ଦେହଟାକୁ ସେ ସମର୍ପି ଦେଇଛି। ମୁଠା ମୁଠା ଟଙ୍କାରେ ଖେଳିଛି। ପରେ ପରେ 3ଟା ଝିଅ। ଦୀର୍ଘ 14 ବର୍ଷ ଧରି ଚାଲିଛି ସଂସାର। ଝିଅକୁ ଜନ୍ମ ଦେଇ ବି ଭାରି ଖୁସି ସଜନୀ। ସେମାନେ ବି ଏଥର ରୋଜଗାର କରିବା ବୟସ ଆସିଗଲାଣି। ଝୁନିର ତ ରୋଜଗାର ପାଇଁ ସର୍ଦ୍ଦାର କହୁଛି। ସଜନୀ ମନା କରୁଛି, ଯାଉ, ତା ଡେଣାର ବଳ ଆଉ ଫୁଲର ସୁଗନ୍ଧ ଆସିଲେ ସେ ନିଶ୍ଚିତ ଯିବ ସେ ସ୍ଥାନକୁ। ତରତର କ'ଣ ପାଇଁ? ସର୍ଦ୍ଦାର କହେ, କଞ୍ଚା ଓ କଅଁଳା ମାଂସର ଦାମ ଚଢ଼ା। ତୁ ଏକା ଭାଗ୍ୟ ପାଇଥିଲୁ ସଜନୀ। ଯେତେବେଳେ 4 ଜଣ ରୋଜଗାର କରିବ ସେତେବେଳେ ଘର କରିବୁ ଘର, କୋଠା ଉପରେ କୋଠା। କୋଠା, ଏ ଶବ୍ଦଟା ଭାରି ଅଖାଡ଼ୁଆ ଲାଗେ ସଜନୀକୁ। କିନ୍ତୁ ସେ ସ୍ୱପ୍ନ ଦେଖେ। ଆଉ ମାତ୍ର ବର୍ଷେ କେତୋଟି, ତାପରେ ଝୁନିକୁନି ରୋଜଗାର କଲେ ଜମି କିଣି କୋଠାଟେ କରିବ, ଆଉ ସେଇଠି ଗଢ଼ିବ ଖୁସିର ସଂସାର। ସମସ୍ତେ ପଚାରନ୍ତି ଆମ ବାପା କିଏ? କିଛି ଉତ୍ତର ଦେଇପାରେ ନା ସଜନୀ। କୁହେ ସେ ସର୍ଦ୍ଦାର ତ ବାପା। ପିଲାମାନେ ଆଉ କିଛି କୁହନ୍ତି ନାହିଁ। ସତରେ ଏ ପିଲାର ବାପା କିଏ? କିଏ ଏମାନଙ୍କର ବାପା? ଖୁବ୍ ଜୋରରେ ହସେ ସଜନୀ। ସେତିକିବେଳେ ତାର ମୁଣ୍ଡକୁ ପିତ୍ତଚଢ଼ା ଆଉ ଗାଳି ଆରମ୍ଭ ହୋଇଯାଏ। କିନ୍ତୁ କୋଠା ଘରର ସ୍ୱପ୍ନ ସେମିତି ଥାଏ। ବର୍ଷା କମିବାର ନାଁ ଧରୁନି। କି ପବନ! କେଉଁଠି ଗୋଟେ ଗଛ ଭାଙ୍ଗିଲା ବୋଧେ। ମଡ଼ ମଡ଼ ଶବ୍ଦ ଆଉ ଦୁମ୍ କିନା ଶୁଭିଲା। ପିଲାମାନେ ବୋଉକୁ କୁଣ୍ଢେଇ ପକେଇଲେ। ସଜନୀ କହିଲା, କେହି ନଥିଲେ ପରେ ଆମର ଭଗବାନ ଅଛନ୍ତି। ଡରୁଛୁ କାହାକୁ? ଏଇ ପବନକୁ? ଏମିତି ଡରିଗଲେ ବଞ୍ଚିବ କେମିତି? ଯିଏ ଡରିଯିବ ତାକୁ ସଂସାର ଡରେଇବ। ସଜନୀକୁ ଏଥର କେମିତି ଭୟ ଲାଗୁଥିଲା। କରିବ କ'ଣ? ନିଜେ ଦେହ ବ୍ୟବସାୟ କରେ ବୋଲି କ'ଣ ତାର ସମ୍ମାନ ନାହିଁ, ସ୍ୱାଭିମାନ ନାହିଁ? ଲୋକେ କାହିଁକି ନାକ ଟେକନ୍ତି ସେମାନଙ୍କୁ ଦେଖିବା ମାତ୍ରେ? ବିଦ୍ୟାଳୟକୁ ଗଲେ ପିଲାମାନେ, ଏପରିକି ଶିକ୍ଷକ ଶିକ୍ଷୟିତ୍ରୀ ବି ଘୃଣା ଦୃଷ୍ଟିରେ ଦେଖନ୍ତି। ସେଇଥିପାଇଁ ସେ ପିଲାମାନଙ୍କୁ ସ୍କୁଲ ଛାଡ଼ି ନାହିଁ। କ'ଣ ହବ ଏ ପାଠ? ସେ ବି ତ ଭଲ ପାଠ ପଢ଼ୁଥିଲା। ଶେଷରେ ତାର ସମ୍ପର୍କୀୟ ଭାଇ, ଛି ଛି, ସେ କଥା ଭାବିଲେ ନାକପୋଡ଼ା ଫୁଲି ଉଠେ। ଯେଉଁ ଆଶ୍ରୟସ୍ଥଳୀରେ ସମସ୍ତେ ସେଠିକି ଯିବା ପରେ କିଏ କହୁଥିବ, ଏ ଛୁଆଙ୍କର ବାପା କିଏ? କି କହିବ? କିଏ ଅଛୁଆଁ କହିବ? କି ଦୂରେଇ ପିଲାମାନଙ୍କୁ ସିଆଡ଼େ ଇଆଡ଼େ ବସ କହିବ? ସେଇଠି ମରିବ ପଛେ ସେ ଘୃଣାକୁ ଦେଖିବାକୁ ଯିବ ନାହିଁ। ଯେଉଁ ସ୍ତ୍ରୀମାନେ ଆଉ ପୁରୁଷମାନେ ଦିନରେ ସାଧୁର ପରିଚୟ ଦିଅନ୍ତି, ସେହି ପୁରୁଷମାନଙ୍କ ମଧ୍ୟରୁ ଅନେକ ତାରି ବିଛଣାରେ ସମୟ କାଟିଛନ୍ତି। ବେଳେବେଳେ କହିଦେବାକୁ ମନ ହୁଏ ସେମିତି ସ୍ତ୍ରୀ ଲୋକଙ୍କୁ, ହେଲେ ଚୁପ୍ ରହେ। ସେଇଟା ପରା ତାର ଈଶ୍ୱର, ଗ୍ରାହକ। ସେମାନଙ୍କ ଟଙ୍କାରେ ଚାଲେ ସଂସାର। ଦିନେ ମନ୍ଦିରର ପୂଜକ କହିଲା, ପୂଜା ଥାଳି ତଳେ ଥୋଇଦେ। ସଜନୀ ତଳେ ଥୋଇଦେବା ପରେ ପୂଜକ ମନ୍ତ୍ର ପଢ଼ିଲା। ପବିତ୍ର ଅପବିତ୍ର ବା କହି ଗଙ୍ଗା ପାଣି ସିଞ୍ଚନ କଲା। ସେଦିନ ପୂଜା କରି ଫେରିବା ପରେ ବହୁତ ହସିଲା ସଜନୀ। ଯାହା ଘର ମାଟିରେ ଯଜ୍ଞ ପବିତ୍ର ହୁଏ, ଦେବୀ ପୂଜା ହୁଏନି, ସେ ମଣିଷ ଅପବିତ୍ର ହେଲା କେମିତି? ଏହି ପୂଜକ ରାତ୍ରିର ଅନ୍ଧାରରେ ସଜନୀ ଘରକୁ ଆସେ। ତା ଦେହ କ'ଣ ଅପବିତ୍ର ହୋଇଯାଏନି? ପାପ କ'ଣ, ପୁଣ୍ୟ କ'ଣ? ଗଙ୍ଗାରେ ତ କୋଟି କୋଟି ଲୋକ ସ୍ନାନ କରୁଛନ୍ତି, ପାପ ଧୋଇ ହୋଇଯାଉଛି। ହୁଗୁଳି ଗଙ୍ଗା ନଦୀରେ ତ ସେ ବାରମ୍ବାର ସ୍ନାନ କରିଛି। ସେ ଅପବିତ୍ର ହେଲା କେଉଁଠି? ଗୋଟେ ଦେହଜୀବୀ ସହିତ ଅନ୍ଧାରରେ ରାତି କି ଗୋଟେ ଘରେ ଏକାଠି ଶୋଇଲେ ଅପବିତ୍ର ନୁହେଁ, ଅଥଚ ଦିନର ଆଲୋକରେ ଲୋକ ଗହଳିରେ ଅପବିତ୍ର। ପିଲାଙ୍କୁ କହିଲା, ଜରିକି ଜାବୁଡ଼ି ଧରି ବସ। ହେଇଠି ବୋଧେ ପବନ କମି ଆସିଲାଣି। ସତକୁ ସତ ପବନ କମି ଯାଇଥିଲା। ସୁନସାନ ନିସ୍ତବ୍ଧ। କୁଡ଼ିଆ ଭିତରୁ ସଜନୀ ଟିକେ ବାହାରକୁ ବାହାରି ଆସିଲା।
ନା, ଏଥର ଆଉ ପବନ ହେବନି। ନା, ଉଜାଣି ଲେଉଟିବ। ଅନ୍ଧାରରେ କିଛି ଦେଖାଯାଉନି। ପୁଣି କୁଡ଼ିଆ ଭିତରକୁ ଚାଲିଗଲା ସଜନୀ। ପିଲାମାନେ ପବନ କମି ଆସିଲେଣି। ସକାଳୁ ଆଉ ନଥିବ। ଏମିତି ଭିତରେ ସେ ପଲିଥିନ ଆଉ ଚାଦରକୁ ମିଶାଇ ସମସ୍ତେ ଜାକିଜୁକି ହୋଇ ଶୋଇବାକୁ ଚେଷ୍ଟା କଲେ। ରାତ୍ରି 12ଟା ପରେ ପୁଣି ଆରମ୍ଭ ହୋଇଯାଇଥିଲା ତାଣ୍ଡବ। ଏଥର ସଜନୀ ବି ଡରି ଯାଇଥିଲା। ଗୋଟା ଗୋଟା ଗଛ ଭାଙ୍ଗିବାର ଶବ୍ଦରେ ଭୟଭୀତ ସମସ୍ତେ। ଯଦି ତାଙ୍କ କୁଡ଼ିଆ ଉପରେ ପଡ଼େ। ଗୋଟି ଖୁବ୍ ଜୋରରେ ବଜ୍ରାଘାତ ହେଲା। ରୋନି କହିଲା, ବୋଉଲୋ, ଭାରି ଡର ଲାଗୁଛି। ସଜନୀ କହିଲା, ମୁଁ ଅଛି ପରା, ଡର କ'ଣ? ରୋନିକୁ କୋଳକୁ ଆଉଜେଇ ନେଲା। ପୁଣି ବଜ୍ରପାତ, ତୁହାକୁ ତୁହା ବର୍ଷା। ବଢ଼ୁଛି ପବନରେ ବେଗ। କୁନି ଭୟରେ ଥରିବାକୁ ଲାଗିଲା। ଆଉ କହିଲା, ବୋଉ, ବୋଉ, ଚାଲ ଆମେ ସେ ଆଶ୍ରୟସ୍ଥଳୀକୁ ଚାଲିଯିବା। ମୋତେ ଭାରି ଡର ଲାଗୁଛି। ରୋନି ବି ହଁ ମାରିଲା। ସଜନୀ କହିଲା, ଆଉ ଟିକେ ଅପେକ୍ଷା କର। ହେଇ ବର୍ଷା ପରା କମିଗଲାଣି। ଟିକେ କମିଲେ ସିନା ତୁମକୁ କୁଆଡ଼େ ନେଇଯିବି। ରୁହ, ଆଉ ଟିକେ ପରେ ସବୁ କମିଯିବ। ତୁ କ'ଣ ପାଇଁ କୋଠା ଘର କରୁନୁ କି? ସମସ୍ତେ କୋଠା ଘର କଲେଣି। ଆମେ ଆଉ ଏ କୁଡ଼ିଆ ଘରେ କେତେ ଦିନ ରହିବା? ଆମର ବି ଗୋଟେ ଘର କରିବା। ସମସ୍ତେ ହଁ ଭରିଲେ। ସଜନୀ କିଛି ଉତ୍ତର ଦେବା ଅବସ୍ଥାରେ ନଥିଲା। ହଠାତ୍ ଗୋଟେ ଗଛ ତୁଲକିନା କୁଡ଼ିଆ ପାଖରେ ପଡ଼ିଲା। ସେ ଶବ୍ଦରେ ଚିତ୍କାର କରି ଉଠିଲେ ସମସ୍ତେ। ଭିଡ଼ି ଧରିଲେ ପରସ୍ପରକୁ। ଏଥର ସଜନୀ ପୁରା ଡରି ଯାଇଥିଲା। ତା ଦେହରେ ଆଉ ରକ୍ତ ନଥିଲା। ପାଟି ଅଠା ଅଠା ହୋଇଯାଉଥିଲା। ଛୁଆ ଗୁଡ଼ାଙ୍କ ଆଉ ଟିକେ କୋଳକୁ ଟାଣି ଆଣିଲା। ହେ ପ୍ରଭୁ, ଏ ବିପଦରୁ ରକ୍ଷା କର ପ୍ରଭୁ। ହାତ ଯୋଡ଼ିଲା ସଜନୀ। ଆଖିରେ ଲୁହ ଗୁଡ଼ାକ ବହିବାରେ ଲାଗିଲାଣି। ଏ ବର୍ଷା ପବନ ଘଡ଼ଘଡ଼ିରେ କୁଆଡ଼େ ଯିବ? ସମସ୍ତେ ଡାକିଲେ। ମାଇକ୍ରେ ଡକା ହେଲା। ସେ ଗଲାନି। ବର୍ଷା ପବନ ଛାଟ ଘର ଭିତରକୁ ପଶି ଆସୁଛି। ଥିଲା ଥିଲା ଦମକାଇ ପବନ ବଜ୍ରପାତ ପରି ସୁ ସୁ ଶବ୍ଦ କରି ମାଡ଼ି ଆସିଲା। ଏଥର କୁଡ଼ିଆରେ ଜରିପାଲ ଏକାଥରକେ ଚାଲିଗଲା। ବର୍ଷା ପବନ ବହୁଥିଲା। ଘର ନଥିଲା। ଜରିଟାକୁ ଭିଡ଼ି ଧରିଲେ ସମସ୍ତେ। ନା, ଆଉ ସହି ହେବନି। ସଜନୀ କହିଲା, ପିଲାମାନେ, ମୋତେ ଧରି ଚାଲ, ଆଉ ରହି ହେବନି। ସମୁଦ୍ର ମାଡ଼ି ଆସୁଛି ବୋଧେ। ଛୁଆ ତିନିଟା ବିକଳରେ ଚିତ୍କାର କରିବାକୁ ଲାଗିଲେ। ପବନ ଆଉ ବାତ୍ୟାର ପ୍ରକୋପରେ କିଛି ବି ଶୁଭୁନଥିଲା। ଅନ୍ଧାରରେ ପରସ୍ପରକୁ ଧରାଧରି ହୋଇ ଚାଲିବା ସମ୍ଭବ ନଥିଲା। ଗୋଟି କାଠକୁ ଆଉଜି ବସିଗଲେ ସମସ୍ତେ। ପୁଣି ବଜ୍ରପାତ। ହଠାତ୍ ବିରାଟ ୟୁକାଲିପଟାସ ଗଛଟା ଉପୁଡ଼ି ପଡ଼ିଲା। ଗଛ ତଳେ ଚାପି ହୋଇଗଲେ ସମସ୍ତେ। ବର୍ଷା ଛାଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ତଦନ୍ତ କରି ଅଫିସର ଆସିଲେ। ମୃତଦେହ ଗୁଡ଼ାକ ଉଦ୍ଧାର ପରେ ଆଦେଶ ଦେଲେ, ସେଗୁଡ଼ା ସମୁଦ୍ର ଭିତରକୁ ନେଇ ଫିଙ୍ଗି ଦେଇ ଆସ। ମାଛ କି ମଗର ଖାଇଯିବେ। ନହେଲେ ଜାଳି ଦିଅ ପେଟ୍ରୋଲ ଢାଳି। ଏମାନଙ୍କ ତଥ୍ୟ ରଖିବାକୁ ସରକାର ମନା କରିଛନ୍ତି। ବେଶୀ ମୃତ୍ୟୁ ଦେଖାଇଲେ ଆମ ଚାକିରି ପ୍ରତି ବିପଦ ହେବ। କିଛି ସମୟ ମଧ୍ୟରେ ସବୁ ଅଳିଆ ଆବର୍ଜନା ଭିତରେ ଜଳି ଯାଉଥିଲା ପରିବାର। ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ସରକାର ବାତ୍ୟାକୁ ମୁକାବିଲା କରିବାରେ ସଫଳ। ଏଥର ବାତ୍ୟାରେ ଜିରୋ କାଜୁଆଲିଟି। ତାପରେ ଦେଶ ବିଦେଶରୁ ଛୁଟି ଆସିଲା ପ୍ରଶଂସାର ଶୁଭେଚ୍ଛା। କିନ୍ତୁ ସଜନୀ ଆଉ ତା ପରିବାରର କାହାଣୀ ସବୁଦିନ ପାଇଁ ଗୋପନ ରହିଗଲା। ଜିରୋ କାଜୁଆଲିଟି ଆଳରେ ଗୋଟେ ନିରୀହ ଗରିବ ପରିବାର ଧ୍ୱଂସ ପାଇଗଲା। କେହି ବି ଜାଣିଲେନି।